5-6 ଲକ୍ଷ ଟଙ୍କା ମତେ ସାହାଯ୍ୟ ହୁଅନ୍ତୁ, ମୋ ଛୁଆକୁ ନେଇକି ହସ୍ପିଟାଲ ଯିବି। ହାତ ଯୋଡ଼ି ବିନମ୍ର ଅନୁରୋଧ କରୁଛି, ସମସ୍ତେ ଦୟାକରି ସାହାଯ୍ୟ କରନ୍ତୁ। କରିବେ ତାଙ୍କ ଆଖିରେ ଦେଖନ୍ତୁ କେମିତି ଲୁହ ବାହାରୁଛି, ସେମାନେ ଲୁହକୁ ଅଟକେଇ ପାରୁନାହାନ୍ତି। ଜୟ ଜଗନ୍ନାଥ। ତ ସମସ୍ତ ଓଡ଼ିଶାବାସୀଙ୍କୁ ସଞ୍ଜୟ ଏଣ୍ଟରଟେନମେଣ୍ଟକୁ ବହୁତ ବହୁତ ସ୍ୱାଗତମ। ତ ସାଙ୍ଗମାନେ ଆଜି ଆପଣମାନଙ୍କ ପାଇଁ ଗୋଟେ ଦୁଃଖଦ ଭିଡ଼ିଓ ମୁଁ ରଖିଛି। ଆପଣମାନଙ୍କୁ ଅନୁରୋଧ ସମସ୍ତେ ଶେଷ ପର୍ଯ୍ୟନ୍ତ ଦେଖିବେ, ଯଦି ପାରିବେ ନିଶ୍ଚିତ ସମସ୍ତେ 1 ଟଙ୍କା କରି ସାହାଯ୍ୟ କରିବେ। ତ ଆଜି ମୁଁ ଆସି ପହଞ୍ଚିଛି ବାହାନଗା ବ୍ଲକ କସବା ଜୟପୁର ପଞ୍ଚାୟତ ଡାଲିଙ୍ଗା ଗ୍ରାମରେ ପହଞ୍ଚିଛି। ଏଠିକାର ଦୁଃଖ ଦେଖି ନିଶ୍ଚିତ ରୂପେ ଆପଣମାନେ ଯଦି ଦେଖିବେ ନିଶ୍ଚିତ ଆପଣଙ୍କ ଆଖିରୁ ନିଶ୍ଚିତ ଲୁହ ବାହାରି ପଡ଼ିବ। କାହିଁକି ନା ଏଠି ଲକ୍ଷ୍ମୀଧର ଜେନା ଯିଏକି 20 ବର୍ଷ ଧରି ମୂର୍ତ୍ତି କାମ କରୁଥିଲେ, ସେ ଆଜି ଯେଉଁମାନଙ୍କୁ ଖୁସି କରୁଥିଲେ, ମୂର୍ତ୍ତି କରିକି ଯେଉଁମାନଙ୍କୁ ସେ ଖୁସି କରୁଥିଲେ, ଲୋକମାନଙ୍କ ପାଇଁ ସେ ମୂର୍ତ୍ତି କାମ କରୁଥିଲେ, ସେ ଆଜି ରୋଗ ଶଯ୍ୟାରେ ପଡ଼ି ଜୀବନ ସହିତ ସଂଘର୍ଷ କରୁଛନ୍ତି। ତାଙ୍କର 2ଟି ପିଲା, ଗୋଟେ ଛୋଟ ଝିଅଟେ ଯିଏକି 4ଥ କ୍ଲାସରେ ପଢ଼ୁଛି, ଆଉ ଗୋଟେ କୁନି ପୁଅଟେ ବର୍ତ୍ତମାନ ବୋଧେ ବର୍ଷେ ପିଲା ବୟସ, ତାର 1 ବର୍ଷ। ପାଖରେ ଆଠୁଣିଟେ ନାହିଁ। 20 ବର୍ଷ ଧରି ଯାହା ସେ ରୋଜଗାର କରିଥିଲେ ତାଙ୍କର ଚିକିତ୍ସାରେ ତାହା ବର୍ତ୍ତମାନ ସରିଯାଇଛି। ବର୍ତ୍ତମାନ ଏଉଠୁ କଟକ ଯିବା ପାଇଁ ବା କୌଣସି ମେଡ଼ିକାଲ ଯିବା ପାଇଁ ତାଙ୍କ ପାଖରେ 1 ଟଙ୍କା ବି ନାହିଁ। ତାଙ୍କର ଧର୍ମପତ୍ନୀ ଯିଏକି ସ୍ୱାମୀଙ୍କର ଦୁଃଖ ଦେଖିପାରିଲେ ନାହିଁ, ବର୍ତ୍ତମାନ ସେ ଘରୁ ବାହାରକୁ ଗୋଡ଼ କାଢ଼ିଛନ୍ତି ଏବଂ ପାଖରେ ଯେଉଁ ଚିଙ୍ଗିଡ଼ି ଫ୍ୟାକ୍ଟ୍ରି ରହିଛି, ଚିଙ୍ଗିଡ଼ି ଫ୍ୟାକ୍ଟ୍ରିକି ଯାଉଛନ୍ତି କାମ କରିବା ପାଇଁ ଏବଂ ଯାହା ରୋଜଗାର କରିକି ଆଣିବେ ତାଙ୍କ ସ୍ୱାମୀଙ୍କ ଚିକିତ୍ସାରେ ତାହାକୁ ବିନିଯୋଗ କରିବେ। ତ ତାଠାରୁ ବଡ଼ ଦୁଃଖ ଆଉ କ'ଣ ଥାଇପାରେ? ଯେଉଁ ବୟସରେ ବୁଲିବା ଖେଳିବା ବୟସ ମାତ୍ର ତାଙ୍କର 35 ବର୍ଷ, ଯୁବକ ସେ ଅଛନ୍ତି। এই ବୟସରେ ସେ ବୁଲିବା ବୟସ, ଖେଳିବା ବୟସ, ସେ ବୟସରେ ସେ ବର୍ତ୍ତମାନ ରୋଗ ଶଯ୍ୟାରେ ପଡ଼ିକି ରହିଛନ୍ତି। ଯେଉଁ ବାପା ମା ପିଲାର ପଇସାରେ ଚଳିବା କଥା, ସେ ବାପା ମା ବର୍ତ୍ତମାନ କାମକୁ ଯାଉଛନ୍ତି, ଦିନ ମଜୁରିଆ ହେଇକି ଯାଉଛନ୍ତି। ତାଙ୍କ ବାପା ଜଣେ କାଠ ମିସ୍ତ୍ରୀ ଭାବେ କାମ କରିକି ଯାହା ବି ଆଣୁଛନ୍ତି ସବୁ ପୁଅକୁ ପିଛାରେ ହିଁ ଖର୍ଚ୍ଚ ସେ କରିଦେଉଛନ୍ତି। ଏକମାତ୍ର ପୁଅ, ଘରର ସେ ଏକମାତ୍ର ପୁଅ ବର୍ତ୍ତମାନ ରୋଗ ଶଯ୍ୟାରେ ସେ ପଡ଼ିକି ରହିଛନ୍ତି। ତେଣୁ ଓଡ଼ିଶାବାସୀଙ୍କୁ ମୁଁ ବିଶେଷ କିଛି କହିବି ନାହିଁ, ଆପଣମାନେ ତ ସବୁ କିଛି ଦେଖିପାରୁଛନ୍ତି। ଏହି ଘଟଣା ଯେତେବେଳେ ଆମେ ଶୁଣିବା ପାଇଁ ପାଇଲୁ, ଆମ ୟୁଟ୍ୟୁବର ଗ୍ରୁପ ତରଫରୁ, ସେବା ପରିବାର ତରଫରୁ ଆମେ ସମସ୍ତେ ଆସିଛୁ। ଆଉ ଦେଖିକି ମଧ୍ୟ ସମସ୍ତେ ଦୁଃଖିତ ହୋଇଛନ୍ତି ଏବଂ ସମସ୍ତଙ୍କୁ ଅନୁରୋଧ ସେମାନେ କରିଛନ୍ତି, ଓଡ଼ିଶାବାସୀଙ୍କୁ ଅନୁରୋଧ ଆମେ କରୁଛୁ ଏହି ଭିଡ଼ିଓ ମାଧ୍ୟମରେ, ଆପଣମାନେ ଯଦି ଭିଡ଼ିଓ ଦେଖୁଛନ୍ତି ନିଶ୍ଚିତ 1 ଟଙ୍କା ହେଲ୍ପ କରନ୍ତୁ, ଯାହାଫଳରେ କି ଏହି ଭାଇ ଜଣକ ଚିକିତ୍ସା ହେଇପାରିବେ ଏବଂ ନିଶ୍ଚିତ ପ୍ରଥମ ଷ୍ଟେଜରେ ସେ ରହିଛନ୍ତି। ସିଲିକୋସିସ୍ ରୋଗରେ ସେ ପୀଡ଼ିତ ଅଛନ୍ତି, ପ୍ରାଥମିକ ଷ୍ଟେଜରେ ଅଛନ୍ତି। ନିଶ୍ଚିତ ସେ ଭଲ ହେଇଯିବେ ଯଦି ଅର୍ଥର ମିଳିଯାଏ। ତାଙ୍କୁ ପାଖାପାଖି କେତେ ଟଙ୍କାର ଆବଶ୍ୟକତା ରହିଛି? ପାଖାପାଖି 4ରୁ 5 ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି। ଯଦି 5 ଲକ୍ଷ ଟଙ୍କା ମିଳିଯାଏ ନିଶ୍ଚିତ ଭାଇ ଭଲ ହେଇଯିବେ, ପୁଣି ତାଙ୍କର ସଂସାରକୁ ସେ ନୂଆ କରି ଗଢ଼ି ତୋଳିବେ। ଏତିକି ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଭିଡ଼ିଓ ମାଧ୍ୟମରେ, ନିଶ୍ଚିତ ସମସ୍ତେ ସାହାଯ୍ୟ କରନ୍ତୁ। କାହିଁକିନା ମୋ ପାଖରେ ଯେଉଁ ମା ବସିଛନ୍ତି, ତାଙ୍କ ଆଖିରୁ ବର୍ତ୍ତମାନ ମୋ ଲୁହ ଦେଖିକି ସହିପାରୁନି। ତେଣୁ ଏକମାତ୍ର ପୁଅ, ସନ୍ତାନର ଦୁଃଖ ଆପଣମାନେ ବୁଝିପାରୁଥିବେ। ପିତାମାତା ହିଁ କେତେ ଦୁଃଖରେ ସେ ରାତିରେ ଖାଇ ବି ପାରୁନଥିବେ। ଆଗରେ ରୋଗକ୍ରାନ୍ତ ପିଲା ପଡ଼ିଥିବ, କେମିତି ମାଆଟେ ଖାଇବ? ଆପଣ ଥରେ ବିଚାର କରନ୍ତୁ। ଖାଇବା ପାଇଁ ପିଇବା ବି ଭୁଲି ଯାଇଛନ୍ତି। ତ ନିଶ୍ଚିତ ରୂପେ ଆପଣମାନଙ୍କୁ ଏତିକି ଅନୁରୋଧ କରୁଛୁ, ସମସ୍ତେ ସାହାଯ୍ୟ କରନ୍ତୁ, ଯାହାଫଳରେ କି ମା ଜଣକ ମଧ୍ୟ ହସି ପାରିବେ। ତାଙ୍କ ଆଖିରେ ଦେଖନ୍ତୁ କେମିତି ଲୁହ ବାହାରୁଛି, ସେମାନେ ଲୁହକୁ ଅଟକେଇ ପାରୁନାହାନ୍ତି। ଦେଖନ୍ତୁ ମା କେମିତିକା ସହିବ? ନିଜ ଆଗରେ ଯଦି ସନ୍ତାନ ପଡ଼ିକି ରୁହେ, ଆପଣ ସହିପାରିବେ? ତ ନିଶ୍ଚିତ ରୂପେ ଅନୁରୋଧ କରୁଛୁ ସମସ୍ତଙ୍କୁ, ବିନମ୍ର ଅନୁରୋଧ, ମୋର ହାତ ଯୋଡ଼ି ବିନମ୍ର ଅନୁରୋଧ କରୁଛି, ସମସ୍ତେ ଦୟାକରି ସାହାଯ୍ୟ କରନ୍ତୁ। ଫଳରେ ଭାଇ ଜଣକ ଯେମିତି ଭଲ ହେଇପାରିବେ। ଏ ଭାଇ ଜଣକ କେବଳ ମୋର ନୁହେଁ କି ତାଙ୍କ ସନ୍ତାନ ନୁହେଁ, ସମସ୍ତଙ୍କର ଭାଇ ସେ। ତେଣୁ ଏତିକି ଅନୁରୋଧ, ସମସ୍ତେ ଦୟାକରି ସାହାଯ୍ୟ କରନ୍ତୁ। ଫଳରେ ଏଇ କୁନି ଝିଅଟେ ବଡ଼ ହେଇ ଗୋଟେ ଭଲ ପିଲାଟେ ହେଇପାରିବ। ତାଙ୍କ ପିଲାଟି ଦେଖନ୍ତୁ, କୁନି ଯେଉଁ ସେଠି ଛୋଟ ପିଲାଟେ, ସିଏ ବି ଗୋଟେ ମାନେ ଭଲ ମଣିଷଟେ ହେଇପାରିବ। ଏତିକି ମୁଁ ଅନୁରୋଧ କରୁଛି। ଓଡ଼ିଶାବାସୀଙ୍କୁ ମୋର ନମସ୍କାର। ମୋ ଛୁଆ କେମିତି ଭଲ ହବ ମୁଁ ତମକୁ ଅନୁରୋଧ କରୁଛି, 5-6 ଲକ୍ଷ ଟଙ୍କା ମତେ ସାହାଯ୍ୟ ହୁଅନ୍ତୁ, ମୋ ଛୁଆକୁ ନେଇକି ହସ୍ପିଟାଲ ଯିବି। ତେଣୁକରି ମୁଁ ଖାଦ୍ୟ ଖାଉନି କି ମୋ ଘର ଚୁଲି ଜଳୁନି। ମୋ ଛୋଟ ନାତିଟାକୁ ଘିନିକି ମୁଁ ନାତୁଣୀଟାକୁ ଘିନିକି ମୁଁ ଘର ଚଳଉଛୁ। ଛୁଆ ମୋର ବିଛଣାରେ ପଡ଼ିଛି, ମୁଁ ଭାତ ରାନ୍ଧିକି ଚୁଲି ଲଗେଇକି ମୁଁ ଖାଇପାରୁନି କି ଛୁଆକୁ ଦୁଃଖ ମୁଁ ସହିପାରୁନି। ବୋଉ ଯାଇଛି ଚିଙ୍ଗିଡ଼ି କମ୍ପାନୀ କାମ କରିତେ, ମତେ ଛାଡ଼ି ଦେଇକି ମୋ କତର ନାତି ନାତୁଣୀ ପୁଅକୁ ସବୁ ଛାଡ଼ି ଦେଇକି ଯାଇଛି। ତେଣୁକରି ମୁଁ ମା ଛୁଆ ବାପକୁ ଛୁଆକୁ ବାପକୁ ସବୁ ସମ୍ଭାଳିକି ମୁଁ ଚାଲିଛି। ଯଦି ଆପଣ ସାହାଯ୍ୟ ମତେ ହେବେ, ମୋ ପୁଅକୁ ନେଇକି ମୁଁ ହସ୍ପିଟାଲ ଯିବି। ହାତ ଯୋଡ଼ିକି ମୁଁ ଅନୁରୋଧ କରୁଛୁ ଆପଣଙ୍କୁ।
ଓଡ଼ିଶାବାସୀକୁ ଏତିକି ମୋତେ ସହଯୋଗ କରନ୍ତୁ। ଆପଣ ତ ଦେଖିଲେ ମା କେମିତି କାନ୍ଦୁଛନ୍ତି, ତାଙ୍କ ଆଖିରୁ ଖାଲି ପାଣି ହିଁ ଗଡ଼ି ଯାଉଛି, ଆଖିରୁ ମାନେ ଦୁଃଖର ଅଶ୍ରୁ ବହି ଯାଉଛି। ତେଣୁ ନିଶ୍ଚିତ ରୂପେ ଆପଣମାନେ ଯଦି ଦେଖିପାରୁଥିବେ, ନିଶ୍ଚିତ ସହୃଦୟ ବ୍ୟକ୍ତି ଯେଉଁମାନେ ଥିବେ ନିଶ୍ଚିତ ସାଙ୍ଗେ ସାଙ୍ଗେ ବର୍ତ୍ତମାନ 1 ଟଙ୍କା କରି ସାହାଯ୍ୟ କରନ୍ତୁ। ବିଶେଷ କିଛି ମାଗୁ ନାହିଁ, ନିଶ୍ଚିତ ଟଙ୍କା ଦେଲେ ନିଶ୍ଚିତ 4.5 କୋଟି ଓଡ଼ିଆ ନିଶ୍ଚିତ ଦେବେ। ଯଦି ନିଶ୍ଚିତ ଭାଇ ଜଣକ ଫାଷ୍ଟ ଷ୍ଟେଜରେ ଅଛନ୍ତି, ମାତ୍ର 5 ଲକ୍ଷ ଟଙ୍କା, ନିଶ୍ଚିତ ସେ ଭଲ ହେଇଯିବେ। ଏତିକି ମୋର ବିନମ୍ର ଅନୁରୋଧ ସମସ୍ତଙ୍କୁ। ତାଙ୍କର କୁନି ପିଲାଟେ ବି ରହିଛି, ଝିଅଟିକୁ ତାହେଲେ ପଚାରିବା। ଛୁଆ କୋଉ କ୍ଲାସରେ ପଢୁଛ? ଚତୁର୍ଥ ଆଉ କୋଉ ସ୍କୁଲରେ? ବିଦ୍ୟା ଡାର୍ଲିଙ୍ଗା ବାପାଙ୍କୁ କଣ ହେଇଛି? ଟିଭିଜ କେତେ ଦିନ ହେଲାଣି ବାପା ପଡିଲେ? ବର୍ଷେ କଥା କୁହନ୍ତି ତମକୁ? ବାପା ଭଲ ପାଆନ୍ତି ତମକୁ? ହଁ ଭଲ ପାଆନ୍ତି? ତମେ ଭଲ ପାଅ? କେତେ ଭଲ ପାଅ? ବହୁତ ଦେଖନ୍ତୁ କୁନି ଝିଅଟି ବି କହୁଛି ବାପାଙ୍କୁ ସେ ବହୁତ ଭଲ ପାଏ। ନିଶ୍ଚିତ ତାଙ୍କ ବାପାଙ୍କୁ ପାଇଁ ଏତିକି ମୁଁ ଅନୁରୋଧ କରୁଛି, ସମସ୍ତଙ୍କୁ ଅନୁରୋଧ କରୁଛି, ନିଶ୍ଚିତ ତାଙ୍କ ବାପାଙ୍କୁ ଭଲ କରିଦିଅନ୍ତୁ ଓଡ଼ିଶାବାସୀ। ଏତିକି ମୋର ଅନୁରୋଧ ରହିବ। 20 ବର୍ଷ ହେଲା କାମ କରିଛି, ବର୍ଷେ ହେଲା ରୋଗରେ ପଡ଼ି ରହିଯାଇଛି। ଓଡ଼ିଶାବାସୀଙ୍କୁ ଏତିକି ଅନୁରୋଧ କରୁଛି, ଟିକେ ସାହାଯ୍ୟ କଲେ ଆରୋଗ୍ୟ ସେବା ଲାଭ କରିବେ। ଆପଣ ତ ଶୁଣିଲେ, ଭାଇ ବି ଠିକରେ କଥା ବି କହିପାରୁନାହାନ୍ତି, ପ୍ରାଥମିକ ଷ୍ଟେଜରେ ସେ ରହିଛନ୍ତି। ତେଣୁ ଆପଣମାନଙ୍କର 1 ଟଙ୍କା ଯଦି ସାହାଯ୍ୟ କରୁଛନ୍ତି, ଆପଣମାନଙ୍କର ସହଯୋଗ ଯଦି ଠିକରେ ମିଳେ, ନିଶ୍ଚିତ ଭାଇ ଭଲ ହେଇପାରିବେ ଏବଂ ତାଙ୍କ ସଂସାର ପୁଣି ହସି ଉଠିବ। ସେ ପୁଣି ତାଙ୍କ ପିଲାମାନଙ୍କୁ ନେଇକି ବୁଲେଇ ପାରିବେ, ଭାଉଜଙ୍କ ସିନ୍ଦୁର ପୁଣି ବଞ୍ଚିଯିବ। ନିଶ୍ଚିତ ଏତିକି ମୋର ଅନୁରୋଧ, ବିନମ୍ର ଅନୁରୋଧ, ସମସ୍ତେ ଦୟାକରି ସାହାଯ୍ୟ କରନ୍ତୁ।